ମୁଁ କଟକ କହୁଛି। କିଏ ମୋତେ ଦେଖେ ଛତ୍ର ବଜାରର ଚଳଚଞ୍ଚଳ ଭିଡ଼ ଭିତରେ, କିଏ ମୋତେ ପାଏ କାଠଯୋଡ଼ି ପଠାର ଶାନ୍ତ ଗ୍ରୀଷ୍ମର ସନ୍ଧ୍ୟାରେ, ଜୋବ୍ରା ନିକଟର ଗୋଧୂଳି ବେଳାର ଚା ଖଟିର ପରିହାସ ଉପହାସ ମୁଁ, ବାରବାଟୀ ଷ୍ଟାଡିୟମର ଛକା ଚୌକାର ଉନ୍ମାଦ ଭରା ଗର୍ଜନ ମୁଁ ଆରତୀ କଟକ ଚଣ୍ଡୀ ମନ୍ଦିରର, ମୁଁ ଆଖି ଝଲସା ନିଖୁଣତା ତାରକସୀର, ମୁଁ ବ୍ୟସ୍ତ ବିବ୍ରତ ବାଉନ ବଜାର ତେପନ ଗଳି। ମୁଁ ସହର ନୁହେଁ, ମୁଁ ପରିଚୟ, ମୁଁ ସ୍ୱାଭିମାନ, ମୁଁ ଅସ୍ମିତା। କଟକର ଖାଦ୍ୟ ପୃଥିବୀ ପ୍ରସିଦ୍ଧ। ଆମ ଦହିବରା ଆଳୁଦମ କଥା କିଏ ବା ନ ଜାଣେ। ଏ ସହର ଖାଲି ଭୋକ ମେଣ୍ଟାଏନି, ସେ ନିଜର କରିନିଏ। କଟକ ମା ପରି ସବୁବେଳେ ସମସ୍ତଙ୍କୁ କିଛି ନା କିଛି ଦେଇଛି। ଏହି ମାଟିରେ କିଏ ରୋଜଗାର ପାଇଛି, କିଏ ପରିଚୟ ପାଇଛି, କିଏ ପ୍ରତିଷ୍ଠା ପାଇଛି, ଆଉ କିଏ ପାଇଛି ଜୀବନର ଅର୍ଥ। କଟକ ସହର ହେଉଛି ସାଂସ୍କୃତିକ ସହର। କଟକ ହେଲା ଲକ୍ଷ୍ମୀ। କଟକ କଟକ ଯେତେ ଜାଗା ମନେ ହେଲେ କଟକ ଜମା ଛାଡ଼ି ହବନି ଆଜ୍ଞା। ହଜାରେ ବର୍ଷର ସହର କଟକ। ସମୟର ସୂତାଖିଅରେ କଟକ ବାନ୍ଧି ରଖିଛି କେତେ ଅତ୍ୟାଚାର, କେତେ ଆକ୍ରମଣ, ରାଜତ୍ୱ, ହସ ଖେଳ, କାବ୍ୟ କବିତାର ରଚନାକୁ। କଟକ କେବଳ ଇତିହାସର ମୁଖସାକ୍ଷୀ ହୋଇ ରହିନାହିଁ, ବରଂ ଆଧୁନିକତାର ସ୍ପର୍ଶରେ ସେ ଆଜି ଅତ୍ୟନ୍ତ ରମଣୀୟ, ଆକର୍ଷଣୀୟ ଓ ଚଳଚଞ୍ଚଳ। ପାରମ୍ପରିକ ରୂପରାଗରେ ସେ ବିଭୋର, ସେ ଆତ୍ମସମୀକ୍ଷକ। ସମୟ ସାଗରରେ ଭାସିଗଲା ବେଳେ କଟକ ସେମିତି ଅନାସକ୍ତ, ଐତିହ୍ୟମଣ୍ଡିତ ଓ ଚିରବିଦ୍ୟମାନ। କଟକ ହାଇ ମାଆର ଅସରନ୍ତା କାହାଣୀ ପିଢ଼ି ପଡ଼ିବ, ଯେତେ କହୁଥିଲେ ସରିବନି। ଦେବଦାସ ଛୋଟରାୟଙ୍କ ଭାଷାରେ, ମୁଁ ପୁଣି ଆସିବି ଫେରି ମଲା ପରେ ଲକ୍ଷେ ବାର କଟକ ସହର। ଦେଖିବି କିପରି ବଡ଼ ମନୋହର ଅମଳିନ ଧବଳ ଟଗର।